नमस्कार दर्शक बंधु स्वागत करुछि मोर आउ एक नुआ वीडियो रे। तो बंधु माने आजिर एही वीडियोटी आपणक पई बहुत रोचक और रहस्यमय हेबाकू जाउअछि। आजि आपण माने केवल गोटिए काऊ को बाछिबे एवं ସେହି କାଉ ହିଁ କହିଦେବ ଆପଣଙ୍କର ଭାଗ୍ୟରେ କ'ଣ ଲେଖା ଅଛି ଓ ଆଗାମୀ ସମୟରେ ଆପଣଙ୍କର ଜୀବନରେ କ'ଣ କ'ଣ ସବୁ ସମସ୍ୟାମାନ ଘଟିବାକୁ ଯାଉଅଛି। ବନ୍ଧୁଗଣ, ଆମର ଗରୁଡ଼ ପୁରାଣ ଓ ପୁରାତନର ବିଶ୍ୱାସ ଅନୁସାରେ କାଉକୁ ଗୋଟିଏ ବିଶେଷ ସଂକେତର ପକ୍ଷୀ ଭାବରେ ମାନା ଯାଇଥାଏ। କେବେ କେବେ କାଉ ଆମକୁ ମଧ୍ୟ କୌଣସି ଆସୁଥିବା ସମସ୍ୟାର ସେ ଆମକୁ ଇସାରାରେ ହିଁ ଜଣାଇବାକୁ ଚେଷ୍ଟା କରିଥାଏ। ସେଥିପାଇଁ ଆଜି ଆପଣଙ୍କୁ କେବଳ ଗୋଟିଏ କାଉକୁ ବାଛିବାକୁ ପଡ଼ିବ। ଏହି ଭିଡ଼ିଓରେ ଆପଣମାନେ ଦେଖିପାରୁଥିବେ ଦୁଇଟି କାଉ, ଯାହାକି ପ୍ରଥମ କାଉ ଏବଂ ଡାହାଣ ପଟରେ ଥିବା ତାହା ହେଉଛି ଦ୍ୱିତୀୟ କାଉ। ଆପଣ ଯେଉଁ କାଉକୁ ଦେଖି ମନରେ ଭଲ ଅନୁଭବ କରୁଛନ୍ତି ସେହି କାଉକୁ ହିଁ ଆପଣ ବାଛନ୍ତୁ। କିନ୍ତୁ ବାଛିବା ପୂର୍ବରୁ ଗୋଟିଏ ଛୋଟ କାମ ନିଶ୍ଚିତ ଭାବରେ କରନ୍ତୁ। ଆପଣଙ୍କର ଆଖିକୁ 5 ସେକେଣ୍ଡ ପାଇଁ କିଛି ସମୟ ବନ୍ଦ କରନ୍ତୁ। ଭଗବାନଙ୍କୁ ମନେ ମନେ ସ୍ମରଣ କରନ୍ତୁ ଏବଂ ଆପଣଙ୍କର ମନରେ ଗୋଟିଏ ପ୍ରଶ୍ନ ରଖନ୍ତୁ। ବର୍ତ୍ତମାନ ଏବେ ଆଖି ଖୋଲନ୍ତୁ ଏବଂ 3ଟି କାଉ ମଧ୍ୟରୁ ଗୋଟିଏ କାଉକୁ ହିଁ ବାଛନ୍ତୁ। ମୁଁ ଆପଣଙ୍କୁ 5 ସେକେଣ୍ଡ ସମୟ ଦେଉଅଛି। ଏବେ ବର୍ତ୍ତମାନ ମୁଁ ଆଶା କରୁଛି ଆପଣ ନିଜ ମନ ପସନ୍ଦର ସହିତ ଗୋଟିଏ କାଉକୁ ନିଶ୍ଚିତ ଭାବରେ ବାଛି ନେଇଛନ୍ତି। ଏବେ ଆସନ୍ତୁ ଜାଣିବା ଆପଣଙ୍କର ଭାଗ୍ୟ କ'ଣ କହୁଅଛି। ତ ବନ୍ଧୁଗଣ, ଆପଣ ଯଦି ଏହି ପ୍ରଥମ କାଉକୁ ବାଛିଛନ୍ତି, ତେବେ ଚାଲନ୍ତୁ ଜାଣିନେବା ଏହା ଆପଣଙ୍କର ଭାଗ୍ୟରେ କ'ଣ କ'ଣ ଲେଖା ଅଛି। ତ ଯଦି ଆପଣ ଏହି ପ୍ରଥମ କାଉ ବାଛିଛନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣ ଜଣେ ବହୁତ ସରଳ ଓ ଏକ ସଫା ମନର ମଣିଷ ଅଟନ୍ତି। ଆପଣ ସଦାସର୍ବଦା ଅନ୍ୟମାନଙ୍କର ଭଲ ହିଁ ଚାହୁଁଛନ୍ତି, କିନ୍ତୁ ଆପଣଙ୍କର ଜୀବନରେ କେତେକ ଲୋକ ଆପଣଙ୍କୁ ଭୁଲ ବୁଝିପାରି ନଥିଲେ। ସେଥିପାଇଁ କେବେ କେବେ ଆପଣ ଦୁଃଖ ଓ ଧୋକା ମଧ୍ୟ ଦେଖିଛନ୍ତି, କିନ୍ତୁ ସେହି ଦୁଃଖ ଆଉ ଧୋକା ଆଉ ଘୃଣା ସେସବୁ ବର୍ତ୍ତମାନ ଦୂର ହୋଇଯିବ। କିନ୍ତୁ ଆପଣଙ୍କର ଭାଗ୍ୟ କହୁଛି ଏବେ ଆପଣଙ୍କର ଜୀବନରେ ଧୀରେ ଧୀରେ ଭଲ ସମୟ ଆସିବାକୁ ଯାଉଅଛି। ଖୁବ୍ ଜଲ୍ଦି ଆପଣଙ୍କୁ ଗୋଟିଏ ଖୁସିର ଖବର ମଧ୍ୟ ମିଳିବାକୁ ଯାଉଅଛି। ଏଥିପାଇଁ ଆପଣମାନେ ନିଶ୍ଚିତ ଭାବରେ ଧୈର୍ଯ୍ୟ ରଖିବା ନିହାତି ଆବଶ୍ୟକ ଅଟେ। ଆଉ ଯେଉଁ ମନୁଷ୍ୟ ପାଖରେ ଏହି ଧୈର୍ଯ୍ୟ ରଖିବାର ସୀମା ଥାଏ,
ସେହି ମନୁଷ୍ୟ ହିଁ ଏହି ସବୁ ସମସ୍ୟାର ସମାଧାନ ନିଶ୍ଚିତ ଭାବରେ କରିପାରେ। ଆଉ ପରିସ୍ଥିତିକୁ ମଧ୍ୟ ସାମ୍ନା କରିବା ଶିଖନ୍ତୁ। କାହିଁକି ନା ପରିସ୍ଥିତି ଆଜି ଭଲ ଅଛି, କିନ୍ତୁ କାଲି ଖରାପ ମଧ୍ୟ ଆସିପାରେ। ଆଉ ଯେଉଁ ମନୁଷ୍ୟ ପରିସ୍ଥିତି ଆଉ ଧୈର୍ଯ୍ୟକୁ, ଏହି ଦୁଇଟି ଜିନିଷକୁ ସେ ନିଜ ପ୍ରତି ସେଫ୍ଲି ରଖିଥାଏ, ତେବେ ତାର ଜୀବନରେ କୌଣସି ଅସୁବିଧା ମଧ୍ୟ ଦେଖା ଦେଇପାରେ ନାହିଁ। ଏହା ହୋଇପାରେ ବା ଯେଉଁ ଖୁସିର ଖବର ଆପଣଙ୍କୁ ମିଳିବ, ତାହା ଧନ ସହିତ, କାମ ସହିତ କିମ୍ବା ପରିବାର ସହିତ ମଧ୍ୟ ଜଡ଼ିତ ହୋଇପାରେ। ଆପଣଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ଧୀରେ ଧୀରେ ସଫଳ ହେବ ଏବଂ ଯେଉଁମାନେ ଆପଣଙ୍କୁ ଅବହେଳା କରି ଭୁଲ ବୁଝୁଥିଲେ, ସେମାନେ ଆଗାମୀ ସମୟରେ ଆପଣଙ୍କୁ ସମ୍ମାନ କରିବେ ଆଉ ଆପଣଙ୍କୁ ପୁରା ବହୁତ ଭଲ ନଜରରେ ମଧ୍ୟ ଦେଖିବେ। ତ ସାଙ୍ଗମାନେ, ଏହା ଥିଲା ପ୍ରଥମ କାଉ। ତ ଦ୍ୱିତୀୟ କାଉ ବିଷୟରେ ଚାଲନ୍ତୁ ଆମେ ଜାଣିନେବା। ଯଦି ଆପଣ ଏହି ଦ୍ୱିତୀୟ କାଉକୁ ବାଛିଛନ୍ତି, ତେବେ ଜାଣିନିଅନ୍ତୁ ଆପଣଙ୍କର ଭାଗ୍ୟ ବହୁତ ଶକ୍ତିଶାଳୀ ଅଟେ। ଆପଣ ଜୀବନରେ ବହୁତ ସମସ୍ୟା ଦେଇ ଗତି କରିଛନ୍ତି, କିନ୍ତୁ ଆପଣ କେବେ କେବେ ଭଲ ହିଁ ମାନି ନାହାନ୍ତି କି ନିଜକୁ ନିଜେ କେବେ ମଧ୍ୟ ହାର ମାନି ନାହାନ୍ତି ଆଉ ନିଜ ପ୍ରତି କେବଳ ନିଜର ଏକ ହିମ୍ମତ ହିଁ ରଖିଛନ୍ତି, ଯାହାଫଳରେ ସେହି ହିମ୍ମତ ହିଁ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତାର ଦିଗ ଦେଖାଏ। ଆଉ ଜୀବନରେ ସେହି ହିମ୍ମତ ହିଁ ଆପଣଙ୍କୁ ଆଗକୁ ନେବାରେ ବହୁତ ସାହାଯ୍ୟ କରିବ। ଆପଣଙ୍କର ଭାଗ୍ୟ କହୁଛି, ଖୁବ୍ ଶୀଘ୍ର ଆପଣଙ୍କର ଜୀବନରେ ଗୋଟିଏ ବଡ଼ ସୁଯୋଗ ମଧ୍ୟ ଆସିବାକୁ ଯାଉଅଛି। ଏହା ଚାକିରି କିମ୍ବା ବ୍ୟବସାୟ ସହିତ ଜଡ଼ିତ ହୋଇପାରେ। ଯଦି ଆପଣ ସେହି ସୁଯୋଗକୁ ଚିହ୍ନି ଠିକ୍ ସମୟରେ ତାକୁ ଧରିପାରିବେ, ତେବେ ଆପଣଙ୍କର ଜୀବନ ପୂରାପୂରି ବଦଳି ଯାଇପାରେ। ଆସନ୍ତା ସମୟରେ ଆପଣଙ୍କର ଧନ ଓ ସମ୍ମାନ ମଧ୍ୟ ବଢ଼ିବାର ସମ୍ଭାବନା ରହିଅଛି ଏବଂ ଆପଣ ଜଣେ ଭାବୁକ ଓ ଦୟାଳୁ ମଣିଷ ଅଟନ୍ତି। ଆପଣ ସବୁବେଳେ ଆପଣଙ୍କ ପରିବାର ଓ ପ୍ରିୟ ଲୋକମାନଙ୍କୁ ଅଧିକ ଭଲ ପାଆନ୍ତି, କିନ୍ତୁ କେବେ କେବେ ଆପଣ ଅଧିକ ଚିନ୍ତା କରିଦିଅନ୍ତି, ଯାହାଫଳରେ ସେହି ଚିନ୍ତା କରିବା ଦ୍ୱାରା ଆପଣଙ୍କର ମନରେ ଥିବା ସେହି ହିମ୍ମତର ପାୱାର ଆପଣଙ୍କୁ ପୂରାପୂରି ଦୁର୍ବଳ କରିବାରେ ଲାଗିବ। ଆପଣଙ୍କର ଭାଗ୍ୟ କହୁଛି, ଆଗାମୀ ସମୟରେ ଆପଣଙ୍କର ଜୀବନରେ ଶାନ୍ତି ଓ ସୁଖ ଏତେ ମାତ୍ରାରେ ବଢ଼ିବ ଯେ ଆପଣ ମଧ୍ୟ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିବେ। ଆପଣଙ୍କର ଗୋଟିଏ ବଡ଼ ଇଚ୍ଛା ପୂରଣ ହେବାର ସମ୍ଭାବନା ରହିଅଛି ଏବଂ
ଯେଉଁମାନେ ଦୁଃଖ ଆପଣ ଏପର୍ଯ୍ୟନ୍ତ ଦେଖିଛନ୍ତି, ସେମାନେ ଧୀରେ ଧୀରେ ଆପଣଙ୍କର ଜୀବନରୁ ଚାଲିଯିବେ। ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଭଲ ହେବାକୁ ଯାଉଅଛି। କିନ୍ତୁ ଆପଣମାନେ କେବେ ମଧ୍ୟ ଚିନ୍ତା କରିବେ ନାହିଁ, କାହିଁକି ନା ଏହି ଚିନ୍ତା ହିଁ ଗୋଟିଏ ମନୁଷ୍ୟର ମନରେ ଥିବା ଯେକୌଣସି ଲକ୍ଷ୍ୟକୁ ଭାଙ୍ଗି ଦେଇଥାଏ। ଆଉ ଆପଣ ଜଣେ ବହୁତ ଭାଗ୍ୟଶାଳୀ ବ୍ୟକ୍ତି ଅଟନ୍ତି। ଆପଣଙ୍କର ଏହାର ଭବିଷ୍ୟତରେ ଥିବା ସମସ୍ତ କିଛି ସମସ୍ୟାର ସମାଧାନ ନିଶ୍ଚିତ ଭାବରେ ଏବେ ହେବାକୁ ଯାଉଅଛି। ତେଣୁକରି ଆପଣମାନେ ସମୟକୁ ହିଁ ଅପେକ୍ଷା କରନ୍ତୁ। ଯେପରି ସମୟ ତା'ର ମୂଲ୍ୟ ବତାଇବାକୁ ଯାଇ ସେ ତା'ର କାର୍ଯ୍ୟ କରେ, ଆଉ କାହାର କଥା ମଧ୍ୟ ଶୁଣେ ନାହିଁ। ଠିକ୍ ସେହିପରି ଆପଣମାନେ ନିଜର ପରିଶ୍ରମ ଉପରେ ନିଶ୍ଚିତ ଭାବରେ ଧ୍ୟାନ ଦିଅନ୍ତୁ, ଯାହାଫଳରେ ସେହି ପରିଶ୍ରମ ହିଁ ଆପଣଙ୍କର ଭାଗ୍ୟ ନିଶ୍ଚିତ ଭାବରେ ବଦଳାଇ ଦେଇପାରିବ। ତ ବନ୍ଧୁଗଣ, ଆଜିର ଏହି ଭିଡ଼ିଓଟି ଦେଖିସାରିଲା ପରେ ଆପଣଙ୍କୁ କେମିତି ଲାଗିଲା ମୋତେ କମେଣ୍ଟରେ ଜଣାଇବେ। ଆଉ ଏହି ସ୍କ୍ରିନ୍ ଉପରେ ଆପଣ ଦେଖୁଥିବେ ଦୁଇଟି କାଉ ଅଛନ୍ତି। ଏହି ଦୁଇଟି କାଉ ମଧ୍ୟରୁ ଆପଣଙ୍କୁ କେଉଁ କାଉଟି ସବୁଠାରୁ ବହୁତ ଭଲ ଲାଗିଲା ମୋତେ କମେଣ୍ଟରେ ନିଶ୍ଚିତ ଭାବରେ ଗୋଟିଏ କମେଣ୍ଟ କରି ଜଣାନ୍ତୁ। ଆଉ ହଁ, ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଫରେ ଯଦି ଆପଣମାନେ ଏହିପରି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି, ତେବେ ଏବେ ହିଁ ମୋର ଏହି ଚ୍ୟାନେଲକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ରଖିଥାନ୍ତୁ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କର ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ। ରହିଲି, ଜୟ ଜଗନ୍ନାଥ।